ପ୍ରେତ ଉବାଚ ଶୁଣ ନରପତି ତେବେ ତହିଁର ବିଧାନ। ସେ ଘଟ ଗୋଟିକ ହେବ ଧାତୁରେ ନିର୍ମାଣ। ଶୁଦ୍ଧ ସୁବର୍ଣ୍ଣ ବା ରୌପ୍ୟ ତାମ୍ର ବା ପିତ୍ତଳେ କିମ୍ବା ପଞ୍ଚ ଅଷ୍ଟ ଧାତୁ ଯାହା ଯାକୁ ମିଳେ। ସେ ଘଟରେ ଦୁଗ୍ଧ ଦଧିଘୃତ ମଧୁ ଦେଇ ଶର୍କରା ନିକ୍ଷେପି ପଞ୍ଚାମୃତ ଯତ୍ନେ ବିହି ଚୂତପତ୍ର ଗୁବାକ ବା ଶ୍ରୀଫଳକୁ ଦେବ। ପଞ୍ଚନବ ବା ଷୋଡ଼ଶ ମୂର୍ତ୍ତି ଯେ ଲେଖିବ ଅବା ମାନସିକ ପୂଜା କରିବ ତହିଁରେ। ଚନ୍ଦନ ସିନ୍ଦୁର ଦୁର୍ବା ପୁଷ୍ପ ଅକ୍ଷତରେ ଉତରେ ବସାଇ ବିପ୍ର ପୂର୍ବେ ମୁଖ କରି ସଂକଳ୍ପ କରିଣ ଦାନ ଦେବ ଦଣ୍ଡଧାରୀ। ଦାନ ବଳେ ମନ ମଧ୍ୟେ ନ କରି କଳ୍ପନା ସ୍ୱଚ୍ଛ ମନେ ବ୍ରାହ୍ମଣଙ୍କୁ ସମର୍ପିବ ସିନା। ଯେତେ ଦାନର ବିଧାନ ଅଛଇ ଶାସ୍ତ୍ରରେ ସମାନ ନୁହଁଇ କେହି ଘଟ ସହିତରେ। ଯେତେ ପାପ କରି ଥାଏ ପ୍ରେତ ଯାଏ ନାଶ ପ୍ରେତର ପ୍ରେତତ୍ୱ ହୁଏ ଏହି ଦାନେ ଧ୍ୱଂସ। ଗତି ମୁକ୍ତି ଲଭି ବୈକୁଣ୍ଠରେ ବସଇ ଋଷିମାନେ ଶାସ୍ତ୍ରାଦିରେ ଏହାଛନ୍ତି କହି। ଶୁଣିଲ ତ ନରପତି ମୋହର ବଚନ ପ୍ରେତ ଘଟ ଦାନରଟି ଯେପରି ବିଧାନ। ଯଦି ଦୟା ମୋର ଠାରେ ଚିତ୍ତରେ ହୁଅଇ ଉଦ୍ଧାର କର ଏ ଦୁଃଖ ପିଣ୍ଡ ଦାନ ଦେଇ। ନାସିବ ମୋହର ଦୁଃଖ ହେବ ତବ କୀର୍ତ୍ତି ଅନ୍ତିମେ ବୈକୁଣ୍ଠେ ତୁମ୍ଭେ ବସିବ ତଡ଼ତି। ଶ୍ରୀ ଭଗବାନୁବାଚ ଶୁଣ ଆହେ ବୈନତେୟ ଏ ପୁଣ୍ୟ ଚରିତ ଶୁଣିଲେ ପାତକ ନାଶ ହୋଇବ ନିଶ୍ଚିତ। ପ୍ରେତବାଣୀ ଶୁଣି ରାଜା କହଇ ବଚନ ନିଶ୍ଚୟ କରିବି ମୁହିଁ ଶ୍ରାଦ୍ଧ ବିଧିମାନ। ଏହା ଶୁଣି ପ୍ରେତ ତହୁଁ ଖରେ ଚଳିଗଲା ବହୁ ମୂଲ୍ୟ ମଣି ଏକ ତତକ୍ଷଣେ ଆଣିଲା। ବିନୟ ହୋଇଣ ତହୁଁ କହିଲା ରାଜନେ ଦୟାକରି ପ୍ରେତ ରୂପେ ଅଛି ଦିନହୀନେ। ତୁମ୍ଭର କୃପା ହୋଇଲେ ଏ ଦୁଃଖ ତରିବି ପ୍ରେତ ତନୁ ଛାଡ଼ି ଦିବ୍ୟ ଦେହ ମୁଁ ପାଇବି। ଚିରଦିନ ତୁମ୍ଭ ଠାରେ ରହିବି ମୁଁ ଋଣୀ ତୁମ୍ଭେ ଯେଣୁ ହେବ ମୋର ମୋକ୍ଷର କାରେଣୀ। ଏହିପରି ବାରମ୍ବାର କହି କରି ପ୍ରେତ ଅନ୍ତର୍ଦ୍ଧାନ ହୋଇଣ ସେ ଚଳିଲା ତୁରିତ। ତହୁଁ ରାଜା ହୃଦ ମଧ୍ୟେ କରନ୍ତି ବିଚାର ଏହି ବୃକ୍ଷ ରାଜ ଯୋଗୁ ମୁଁ ହୋଇବି ପାର। ଇହ ପର ଜନ୍ମ ପାପ ବିନାଶିବି ମୋର କଳ୍ପ କଳ୍ପାନ୍ତେ ନୋହିବ କେଶ ମାନ ୟାର। ମୋର ଚାର ପ୍ରଜା ସୈନ୍ୟ ରହିଲେ କେଉଁଠି ରଥୀ ସାରଥୀ ଘୋଟକ କାହିଁ ଅବା ଭେଟି। କିଏ ବା ଫେରିଣ ଗଲେ ମୋତେ ନ ପାଇଣ କହିଥିବେ ଯାଇ ମୋର ରାଜ୍ୟେ ଏ ବଚନ। ଦାସ ଦାସୀ ସହିତରେ ରାଣୀଏ କାନ୍ଦିବେ ମୋହର ବିହୁନେ ସର୍ବେ ଅନ୍ଧାର ଦେଖିବେ। କିଏ ବା ସୈନ୍ୟ ସାମନ୍ତ ମୋତେ ଖୋଜିବାକୁ ପୁନର୍ବାର ଆସିଥିବେ ଏ ବନ ଦେଶକୁ। ଖୋଜୁଥିବେ ଗହନ କାନନେ ପଶି ମୋତେ ପର୍ବତ ଗୁମ୍ଫା ସହିତେ ବନ ଅଛି ଯେତେ। କେଉଁ ବାଟେ ଯିବି ଅବା ପଥ ନ ଦିଶଇ କି ବୁଦ୍ଧି କରିବି ଏବେ ବୁଦ୍ଧି ନ ଦିଶଇ। ଏହିପରି ଭାବୁ
ଭାବୁ ଅଶ୍ୱାରୋହୀ ଚାରି। ପାଦ ଚିହ୍ନ ଦେଖି ଖୋଜୁଛନ୍ତି ବନେ ଘୂରି। ରାଜାଙ୍କ ନିକଟେ ଆସି ମିଳିଲେ ତକ୍ଷଣ। ସାରଥୀର ମୁଖ ଦେଖି ଉଠିଲେ ରାଜନ। ବୋଇଲେ ସାରଥୀ ଅଶ୍ୱଯୋଚ ବେଗେ ତୁହି। ଶିକାର କରିବା ଆଉ କାର୍ଯ୍ୟ ମୋର ନାହିଁ। ଗୃହକୁ ଫେରିବା ମୂଳ ଅଟଇ ମୋହର। ପ୍ରେତ କଥା ଶୁଣି ହୁଏ ବ୍ୟାକୁଳ ଅନ୍ତର। ସାରଥୀ ଆଜ୍ଞା ପ୍ରମାଣେ ଅଶ୍ୱକୁ ଯୋଚିଲା। ନଗର ଅଭିମୁଖେ ରଥ ବେଗେ ଚଳାଇଲା। ରଥେ ବସି ସୁନଗରେ ପ୍ରବେଶ ହୋଇଲେ। ଏହି କାଳେ ଦିନକର ଅସ୍ତମିତ ହେଲେ। ମଣୋହିରେ ବିଜେ କଲେ ରାଜନ ତୁରିତେ। ନାନା ବ୍ୟଞ୍ଜନ ସାମଗ୍ରୀ ଭୁଞ୍ଜିଲେ ତୁରିତେ। ଦଧି ଦୁଗ୍ଧ ଘୃତ ପଞ୍ଚାମୃତ ସହିତରେ। ଭୋଜନ କରିଲେ ରାଜା ଆନନ୍ଦ ମନରେ। ସୁବାସ ଜଳରେ ଆଚମନ କରି ନୃପ। କର୍ପୂର ତାମ୍ବୁଳ ଲାଗି ହୋଇ ମୁଞ୍ଚି ତାପ। ସୁଶଯ୍ୟା ଉପରେ କରି ଶୟନ ସୁଖରେ। ବନଶ୍ରମ ନିବାରିଲେ ଯେତେ ଲଭିଥିଲେ। ରାମ ରାତି ପ୍ରଭାତିଲା ଯଥା ସମୟରେ। ପୂର୍ବେ ଦିଗେ ତପନ ଉଇଲେ ଯଥା କାଳେ। ନିଦ୍ରା ଭାଜିଲା ନୃପତି ଉଠିଲେ ଝଟତି। ପ୍ରେତ କଥା ସ୍ମରି ରାଜା ବିଚାର କରନ୍ତି। ମଣିକିଆ ଦେଶ ଦେଲେ ପାତ୍ର ମନ୍ତ୍ରୀ ଜ୍ଞାତି। ପ୍ରଜା ସହିତରେ ଶୀଘ୍ର ଡକାଅ ହେ ମନ୍ତ୍ରୀ। ଆଜ୍ଞା ପ୍ରମାଣେ ଆସିଲେ ହୋଇ ଜଣ ଜଣ। ଦେଖୁ ଦେଖୁ ସଭା ସ୍ଥାନ ହେଲା ଲୋକାରଣ୍ୟ। ପ୍ରେତ କହିଥିବା କଥା ଗୋଟି ଗୋଟି କରି। ବୁଝାଇ କହିଲେ ରାଜା ବିଧାନ ଯେପରି। ଶୁଣି ସର୍ବେ ଆନନ୍ଦିତ ହୋଇଲେ ବହନ। ପ୍ରେତ ଶ୍ରାଦ୍ଧ କରିବାକୁ କଲେ ଆୟୋଜନ। ବେଦଜ୍ଞ ବ୍ରାହ୍ମଣ ମାନ ଡକାଇ ଆଣିଲେ। ପ୍ରେତ କହିବା ପ୍ରକାରେ ପିଣ୍ଡ ଦାନ କଲେ। ଷୋଡ଼ଶ ଦାନ ଯେପରି ଶାସ୍ତ୍ରେ ଅଛି ବିଧି। ମନ୍ତ୍ର ଉଚ୍ଚାରି ବ୍ରାହ୍ମଣେ କରାଇଲେ ସିଦ୍ଧି। ସର୍ବଶେଷେ ଘଟ ଦାନ କରିଲେ ନୃବର। ଉତ୍ତମ ବ୍ରାହ୍ମଣ କରେ ଅର୍ପିଲେ ସତ୍ୱର। ଉପଯୁକ୍ତ ଦକ୍ଷିଣାଦି ପାଇଲେ ବ୍ରାହ୍ମଣେ। ଆଶୀର୍ବାଦ କରି ଗଲେ ଯେ ଯାହା ଭୁବନେ। ଦିବ୍ୟ ଅନ୍ନ ବ୍ୟଞ୍ଜନରେ ପ୍ରଜା ସହିତରେ। ପାତ୍ର ମନ୍ତ୍ରୀ ଜ୍ଞାତିଙ୍କୁ ଯେ ସନ୍ତୋଷୀ ଶ୍ରଦ୍ଧାରେ। ବିଧି ଅନୁସାରେ ସେହୁ ପ୍ରେତ କୃତ୍ୟ କଲେ। ପ୍ରେତ ଦେହ ଛାଡ଼ି ସେହି ମୁକତି ଲଭିଲେ। ଅନନ୍ତରେ ରାଜା ନିଜ ପିତୃଙ୍କ ଉଦ୍ଦେଶେ। ଯଥାବିଧି ଦାନ ମାନ କରିଲେ ହରଷେ। ସର୍ବଶେଷେ ସଭା କରି ରାଜନ କହନ୍ତି। ପୂର୍ବ ଭାଗ୍ୟ ବଳେ ଫଳ ଫଳିଲା ସମ୍ପ୍ରତି। କ୍ଷତ୍ରିୟ ଅଭିମାନରେ ଗଲି ମୃଗୟାକୁ। ମୃଗ ଗୋଡ଼ାଇ ବନରେ ଦେଖିଲି ପ୍ରେତକୁ। ଅପୂର୍ବ ଚରିତ ତାର ମୁଖରୁ ଶୁଣିଲି। ମୋହର ମନରୁ ବହୁ ସଂଶୟ ନାଶିଲି। ପିତା ଯଦି ପାପ କାର୍ଯ୍ୟ କରିଥାନ୍ତି ହେଳେ। ପୁତ୍ର ପ୍ରେତ କାର୍ଯ୍ୟ କଲେ ନିସ୍ତରନ୍ତି ଭଲେ। ପିତୃମାତୃ ପ୍ରେତ କାର୍ଯ୍ୟ ଯେବେ କରେ ପୁତ୍ର। ଅନ୍ତେ ବୈକୁଣ୍ଠେ ବସନ୍ତି ହୋଇ ମୁକତ। ପ୍ରେତକୃତ୍ୟ ପୁତ୍ର ଯଦି ନ କରେ ହେଳାରେ। ପିତା ପ୍ରେତ ଦେହ ଧରି ଦୁଃଖ ଭୋଗ କରେ। ପ୍ରେତ ମୁଖୁ ଶୁଣି ଅଛି ଏ ସର୍ବ ବିଧାନ। ତେଣୁ ସଂକଳ୍ପ କରିଣ ଶୁଣିବା ପୁରାଣ।
ପିତୃପକ୍ଷେ ପିତା କର୍ମତର୍ପଣ କରିବ। ପିତୃପିତାମହ ମାତାମହ ଉଦ୍ଧାରିବ। ଅନ୍ତକାଳେ ବଇ କୁଣ୍ଠେ ବସିବ ନିୟତ। ଏଥିରେ ସନ୍ଦେହ ନାହିଁ ତିଳେ କଦାଚିତ। ଘେନ ସାଧୁ ଜନେ ଏହି ଅପୂର୍ବ ଆଖ୍ୟାନ। ନଧର୍ମ ଦୋଷ ମୁହିଁ ନୁହେଁ ଜ୍ଞାନୀ ଜନ। ସାଧୁମାନେ ପର ଦୋଷ ହୃଦେ ନ ଧରନ୍ତି। ନିଜ ଗୁଣେ କ୍ଷମା ସେ ଯେ ସୁଚିତ୍ତେ ଦିଅନ୍ତି। ଗୁଣ ଥିଲେ ଗ୍ରହଣ କରନ୍ତି ଆନନ୍ଦରେ। ନିରଖିର ମରାଳ ଗ୍ରହଣ ଯେହ୍ନେ କରେ। ସେହିପରି ଗୁଣୀ ଗୁଣ ଚିହ୍ନି ବାଛି ନିଏ। ଦୋଷମାନ ପଡ଼ି ରହେ ତାହାକୁ ନ ଚାହିଁ। ସଦାଚିତେ ଏ ପୁରାଣ ଯେ ଜନ ପଢ଼ନ୍ତି। ବ୍ରାହ୍ମଣ ମୁଖରୁ ଅବା ସୁଚିତ୍ତେ ଶୁଣନ୍ତି। ପୁରାଣ ଶେଷରେ ଶକ୍ତି ଅନୁସାରେ ଦାନ। ଅନ୍ନ ବ୍ୟଞ୍ଜନାଦି ଯେ କରିବ ବିତରଣ। ବ୍ରାହ୍ମଣେ ଦକ୍ଷିଣା ଦେଇ ସନ୍ତୋଷ କରିବ। ପୁରାଣ ଶୁଣିବା ଫଳ ନିଶ୍ଚୟ ପାଇବ। ପୁରାଣ ଶୁଣି ଯେ ଜନ ଦକ୍ଷିଣା ନ ଦିଏ। ଅନ୍ତିମେ ନରକେ ସେହି ଜନ ପଡ଼ିଥାଏ। ଶୁଣିଲଟି ପକ୍ଷୀ ବର ପିଣ୍ଡ ଦାନ ବିଧି। ରାଜା ବବ୍ରୁ ବାହନ ପାଇଲା ମହାସିଦ୍ଧି। ଯାହା ପଚାରିଲୁ ତୋତେ ବୁଝାଇ କହିଲି। ତୋହର ମନରୁ ଏବେ ସଂଶୟ ଦହିଲି। ଆଉ ଯଦି ଶୁଣିବାକୁ ଅଛି କିଛି ମନ। ପଚାରିଲେ କହିବଇ ନଭାଳ ତୁ ଆନ। ଏତେ କହି ଭଗବାନ ମଉନ ହୋଇଲେ। ତାଙ୍କ ପାଦ ତଳେ ଯେ ଗରୁଡ଼ ଜୁହାରିଲେ। ସେ ଶ୍ରୋତା ବକତା ପାଦ ପଦ୍ମେ ଦେଇ ଚିତ୍ତ। ଦ୍ୱିଜ ଆର୍ତ୍ତ ତ୍ରାଣ ଦାସ ବିରଚିଲା ଗୀତ। ଇତି ଶ୍ରୀ ଗରୁଡ଼ ପୁରାଣେ ନୈମିଷାୟୋପାଖ୍ୟାନେ ପିଣ୍ଡଦାନ ବିଚାरणं ନାମ ସପ୍ତମୋऽଧ୍ୟାୟः।